स्कंध पंचविंश अध्याय संसार बंध विमोचन परम भक्तिर लक्षण मातार प्रश्ने से कपिल बोलती 25 अध्याय। सौनक उवाच ओम नमो भगवते वासुदेवाय। तत्वज्ञ कपिल महर्षि जन्म होइले मर्ते आसी जन्म वर्धित से अटंती आत्मा रे ज्ञान प्रकाशंती पुरुष श्रेष्ठ से अटंती जोगिंक मध्य जोगपति तांक चरित शुणुछि मो आत्मा संतुष्ट न होछि भक्त चिर रूप धरी आत्ममाया रे जहा करी से सबू कह मो आगरे ताहा मु शुणी विश्रधारे। सुत उवाच मुनि पचारिल जाहा विदुर पुछिथिले ताहा मैत्रेय तांकु कहिथिले एबे कहुछि शुण भले। मैत्रेय उवाच पिता अरण्य गले जाऊँ मातार प्रिय कार्य तहूँ परिबा पाई जे कपिल रहिले बिंदुसर तीर तत्व मार्गर पारदर्शी अटंती कपिल महर्षि निज सुतंकु देवहूति विनये परि पुछंती। देवहूति उवाच तू अज निर्गुण निर्भक्ष तू भक्त जने तू प्रत्यक्ष आदि पुरुष तू ईश्वर जे अंध तम प्राणी कर जीवर परित्राण अर्थे तो अवतार ए जगते स्थिर स्वभाव मुहि मंद न जाने आत्मा भल मंद कि रूपे संसार तुटई जीवर बंधन फिटई मुझे अज्ञान मूढ़मती स्वभावे अटई जुवती तू मोते ज्ञान चक्षु देई उधर दुर्गति खंडाई तू नाथ मोते दया कर ए घोर संसार उद्धर तू स्वभावे कर दया जेमंते तुटे तोर माया। मैत्रेय उवाच माता बचने ऋषिकेश अल्प होई हस हस अशेष जीव देहवासी कहती प्रभु ब्रह्म राशि। श्री भगवान उवाच शुण जननी कहूँ तोते जे प्रश्न कलु तुई मोते जार चिते भक्ति जोग भजई मो चरण जुग तेबे विषय वैराग्य उपजे पूर्वे थिले भाग्य ए आत्मनिष्ठा जोग जान पुरुष मोक्षर कारण पूर्वे मु ऋषिंकर मध्य जे जोग कहिलई साधे जेणे ये माया घोर बने निस्तार भक्तिर साधने शुण जननी से लक्षण कहिबा जे भक्ति निर्गुण चित्त संयम व्यतिरेके जोगर सिद्धि नये लोके बंध मोक्षर हेतु चित्त ये आत्मज्ञानी रसन्मत जीवर जन्म बंध पास जे भावे होई बहु श्वास विषयारत चित्त जेबे जीवर बंध भाव तेबे ईश्वरे देले सेई चित्त बंधनु हुई मुक्त मुहि मोहर भाबु जात कामादि तेजे जेबे चित निर्मल हुआ इति जान मणई सुख दुख सम ए रूपे चित्त शुद्ध जेबे जीव ईश्वर एक भावे देखई प्रकृति भिन्ना स्वयं प्रकाश परिपूर्ण प्रकृति बड़ा होए हत ज्ञान वैराग्य भक्ति जात अखिल आत्मा पाद जुगे भजिले दृढ़े भक्ति जोगे एणु से लभे ब्रह्म ज्ञान एथं पथ नाही आन ए भव जल तरंग हरई साधुंकर संग
ଭଜଇ କୈବଲ୍ୟ କାରଣେ ମନ ନ ଭ୍ରମେ ଭବ ବଣେ। ଶୁଣ ଜନନୀ ସାଧୁ ଗୁଣ ଯେୟ ବା ସାଧୁଙ୍କ ଲକ୍ଷଣ। ପ୍ରାଣୀ ବିଷୟ ଆତ୍ମବତ କରଇ ତ୍ୟାଗ ଦୟା ଚିତ। ଜଗତ ନିର୍ଭର ଦେଖେ ନିଶ୍ଚଳେ ରହେ ଆତ୍ମା ସୁଖେ। ନିରତେ ଗୋବିନ୍ଦ ଚରଣେ ସ୍ତୁତି କୀର୍ତ୍ତନ ଅନୁକ୍ଷଣେ। ଦାରାସୋ ଜନ ସୁତ ଧନ ଗୃହ ଉପେକ୍ଷି ଚଳେ ବନ। ସକଳ କର୍ମ ତେଜି ଦୃଢ଼େ ମୋ ଭାବେ ମଜେ ଅତି ଗାଢ଼େ। ମୋ ରୂପ ଗୁଣ କର୍ମ ଯେତେ ଶ୍ରବଣ କୀର୍ତ୍ତନ ନିରତେ। ଏମନ୍ତ ଭାବ ନିତ୍ୟ କରି ଏ ମାୟା ଭବୁ ଯାନ୍ତି ତରି। ଏ ରୂପେ ସାଧୁଙ୍କ ଚରିତ ସମସ୍ତ ସଙ୍ଗ ବିବର୍ଜିତ। ଏମନ୍ତ ଭକ୍ତ ଜନ ସଙ୍ଗ କରି ତୁ ତର ଏ ତରଙ୍ଗ। ଭକତ ଜନ ସଙ୍ଗ ଯେବେ କରଇ ଭ୍ରମ ଖଣ୍ଡେ ତେବେ। ମୋର ଚରିତ ଗୁଣ ଗାଥା କରନ୍ତେ ଅନ୍ୟ ଅନ୍ୟ ଚିନ୍ତା। ଶୁଣି ଶୁଣାଇ ଅଶ୍ରୁଧାରେ ଆନନ୍ଦେ ପୁଲକ ଶରୀରେ। ନିରତେ ଶ୍ରଦ୍ଧା ଭକ୍ତି ବଢ଼େ ଭବ ବନ୍ଧନ ପାଶ ଛିଡ଼େ। ଅଶେଷ ଜନ୍ମ ଭାଗ୍ୟ ଦଏ ତାର ପ୍ରଥମେ ଶ୍ରଦ୍ଧା ହୁଏ। ତହୁଁ ପୂଜେ ରତି ଭକ୍ତି ମୋହର ଲୀଳା କର୍ମ ଚିନ୍ତି। ବୈରାଗ୍ୟ ହୁଅଇ ପ୍ରକାଶ ପ୍ରକୃତି ଗୁଣ ଯାଇ ନାଶ। ଜ୍ଞାନ ବୈରାଗ୍ୟ ଭକ୍ତି ବଳେ ସକଳ ସମର୍ପେ ମୋ ଠାରେ। ତେବେ ଦେହେ ମୋତେ ପାଇ ଶୁଣ ଜନନୀ ମନ ଦେଇ। ମୋ ନାମ ନାବ କରି ଭାବେ ବସି ତରିବୁ ଭକ୍ତି ଭାବେ। ଭକତ ସଙ୍ଗେ ନାବେ ବସି ଏ ସିନ୍ଧୁ ତରଣେ ସାହସୀ। ଯେଣୁ ଭକତ ପ୍ରିୟ ହରି ତା ଭାବେ ଭବ ସିନ୍ଧୁ ତରି। ଏମନ୍ତେ ପୁତ୍ର ବାକ୍ୟ ଶୁଣି ଆନନ୍ଦେ କର୍ଦ୍ଦମ ଘରଣୀ। ଆକୁଳେ ପୁତ୍ର ପାଦେ ପଡ଼ି ପୁଣି ପଚାରେ କର ଯୋଡ଼ି। ଦେବହୂତି ଉବାଚ କି ରୂପେ ଭକ୍ତି ଯୋଗ ଜାଣି ଭକତି କି ରୂପେ ପ୍ରମାଣି। ଯେ ଭକ୍ତି ବଳେ ଅନାୟାସେ ଜୀବ ନିର୍ବାଣ ପଦେ ପଶେ। ଯେ ଯୋଗ ମୁଖ୍ୟ ପ୍ରୟୋଜନ ଶୁଣିଲି ତୁମ୍ଭର ବଚନ। ସେ ଯୋଗ କେମନ୍ତ ଅଟଇ କେମନ୍ତ ସାଧନତା ହୋଇ। ମୁଁ ସ୍ତ୍ରୀ ଅଟେ ମନ୍ଦ ବୁଦ୍ଧି ଦୁର୍ବୋଧ୍ୟ ଯୋଗ ଦୟା ନିଧି। ଏଣୁ ମୋ ଚିତ୍ତରେ ସଂଶୟ କହ ଏ ପ୍ରଭୁ ଦୟାମୟ। ମୈତ୍ର ଉବାଚ ଏମନ୍ତ ମାତା ବାକ୍ୟ ଶୁଣି କପିଳ ବେଶେ ଚକ୍ରପାଣି। କହନ୍ତି ଜନନୀର ଆଗେ ପରମ ଜ୍ଞାନ ସାଂଖ୍ୟ ଯୋଗେ। ଶ୍ରୀ ଭଗବାନ ଉବାଚ କହନ୍ତି ପ୍ରଭୁ ଭଗବାନ ଶୁଣ ଜନନୀ ଭକ୍ତି ଗୁଣ। ଯେ ବା ଇନ୍ଦ୍ରିୟ ଦେବଗଣ ଯାର ଯେ ସ୍ୱାଭାବିକ କର୍ମ। ଯେ ଧର୍ମ କର୍ମ ଅଛି ବେଦେ ତାହା ଇନ୍ଦ୍ରିୟ ଯେବେ ସାଧେ। ଯେ ବନେ ଯେ ବା ଧର୍ମ କର୍ମ ଇନ୍ଦ୍ରିୟ କରେ ସେହି କର୍ମ। ସେ ସର୍ବ କର୍ମ ଯେବେ ମୋତେ ଦେଇ ଭଜଇ ଏକ ଚିତେ। ଆପଣେ ଅକିଞ୍ଚନ ରୂପେ ଭ୍ରମଇ ମାୟାମୟ କଳ୍ପେ। ଭକତ ମଦେ ପ୍ରଧାନ ଲଭଇ କୈବଲ୍ୟ ସ୍ଥାନ। ଜୀବ ବାସନା ବନ୍ଧ ହରେ ନ ବୁଡ଼େ ସଂସାର ସାଗରେ। ବ୍ୟାଧି ଯେ ସନେ ସ୍ଥାନେ ସ୍ଥାନେ ହରଇ ଔଷଧ ପାନେ। ଏ ଭାବେ ଯେ କରେ ବିଚାର କୈବଲ୍ୟ କିବା ବସ୍ତୁ ତାର। ନିତେ ଭକତ ଜନ ମଧ୍ୟେ ହରିଚରିତ ନାନା ଛନ୍ଦେ। ନିରତେ କରେ ଅନୁପାନ ଆନନ୍ଦ ଅଶ୍ରୁ ଜଳେ ସ୍ଥାନ। ତାର ସମାନେ ଆନନ୍ଦନେ ନ ଦେଖି ଏ ତିନି ଭୁବନେ। ଏମନ୍ତେ ବଞ୍ଚେ ଦୁଃଖ ସୁଖେ ସେ ମୋର ନିଜ ରୂପ ଦେଖେ। ସୁନ୍ଦର ପ୍ରସନ୍ନ ବଦନ ବିକଚ କମଳ ଲୋଚନ। ସର୍ବ ସୁନ୍ଦର ମନୋହର ମୋ ଶ୍ୟାମ ସୁନ୍ଦର ଶରୀର। ମୋର ପୂର୍ବ ରୂପ ବାଣୀ ତନୁ ରୋମାଞ୍ଚ କହି ଶୁଣି। ଏ ରୂପ ଛାଡ଼ି ତାର ମନ କୈବଲ୍ୟ କିବା ପ୍ରୟୋଜନ।
ଏ ରୂପ ଦେଖି ଚିତ୍ତ ହରେ କୈବଲ୍ୟ ଲଭେ ଅବାନ୍ତରେ ଅଷ୍ଟ ଐଶ୍ୱର୍ଯ୍ୟ ଯାହା ଚିନ୍ତି ଅନନ୍ତ ଅନନ୍ତ ବିଭୂତି ହେ ସର୍ବେ ଖଟନ୍ତି ତା ପାଏ ମୋ ଭକ୍ତ ଜନେ ଦୂର ନୋହେ ଏଣୁ ଭଗତ ରଖେ ହରି କାଳ ନ ପାରେ ଦାସ କରି ମୁଁ ତାର ପ୍ରିୟ ଆତ୍ମା ସୁତ ସଖା ସୁହୃଦ ଗୁରୁ ବତ ତାହାର ଗୁରୁଦେବ ମୁହିଁ ଯେ ମୋତେ ଏ ଭାବେ ଭାବଇ ତାହାର ଇଷ୍ଟ ବନ୍ଧୁ ମୁହିଁ ଯେ ମୋତେ ସର୍ବ ସମର୍ପଇ ନାହିଁ ତା ଇହ ପରଲୋକ ନ ମାନେ ଆତ୍ମା ଦୁଃଖ ସୁଖ ଏକାନ୍ତ ଭକ୍ତି ବଳେ ମୋତେ ମନ ବଚନେ ନିତ୍ୟ ଚିନ୍ତେ ସର୍ବସମର୍ପି ଅବିରତେ ପଶଇ ମୋର ପାଦ ଗତେ ମହିଷ ପୁରୁଷ ପ୍ରଧାନ ମୋ ବିନୁ ଯେବା ଭଜେ ଆନ ଏ ଘୋର ଭୟ ଯେ ସଂସାର ନିବାର ନୁହଁ ତାହାର ଦେଖ ମୋହର ମାୟା ଗତେ ଯନ୍ତ୍ରିତ ଅଛନ୍ତି ସମସ୍ତେ ମୋ ଆଜ୍ଞା କରୁଥାନ୍ତି ନିତେ ନିତେ ଯନ୍ତ୍ରିତ ଭୟ ଚିତେ ଦେଖ ପବନ ମୋର ଡରେ ବହଇ ବାହ୍ୟ ଅଭ୍ୟନ୍ତରେ ମୋ ଭଏ ଉଦେ ଦିନ କର ମୋ ଡରେ ବର୍ଷେ ସୁନା ଶିର ମୋ ଭଏ ଯମ ଦଣ୍ଡ ଧରେ ମୃତ୍ୟୁ ସକଳ ପ୍ରାଣ ହରେ ମୋ ଡରେ ଯେବା ଯାହା ଭକେ ଅଗ୍ନିଦ ହୋଇ ଅପ୍ରତ୍ୟକ୍ଷେ ଶଶାଙ୍କ ଦିଶ ଆକାଶେ ପ୍ରାଣୀଙ୍କ ମନ ସେ ଆଶ୍ୱାସେ ଏମନ୍ତେ ମହାଯୋଗୀ ଜନେ ଯନ୍ତ୍ରିତ ମୋହର ବଚନେ ସେବନ୍ତୀ ମୋହର ଚରଣେ ସଂସାର ପାର ଇଛି ମନେ କରନ୍ତି ପ୍ରାଣୀ ହିତ ନିତେ ଅନନ୍ୟ ଭାବେ ଜଗତେ ସେ ଦୟା ସାଗର ମୁରାରୀ ମାତା ବିଷୟ ଦୟା କରି ଯେତେ କହିଲେ ଉପଦେଶ ସୁଜନ ଜନେ ଏଣେ ରସ ତୃତୀୟ ସ୍କନ୍ଧେ ଭାଗବତେ ଜୀବର ପରିତ୍ରାଣ ଅର୍ଥେ ବିଷ୍ଣୁ ଚରିତ ସୁଧାରସ କହି ଜଗନ୍ନାଥ ଦାସ ସୁଜନେ ନ ଧରିବ ଦୋଷ ମୁଁ ତୁମ୍ଭ ଦାସଙ୍କର ଦାସ ସୁଜନେ ନ ଧରିବ ଦୋଷ ମୁଁ ତୁମ୍ଭ ଦାସଙ୍କର ଦାସ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟ ସ୍କନ୍ଧେ କପିଳ ଦେବହୂତି ସମ୍ବାଦେ ଭକ୍ତି ଯୋଗ କଥନଂ ନାମ ପଞ୍ଚବିଂଶ ଅଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।